1999 ମସିହା ମହାବାତ୍ୟା ଠାରୁ ଆରମ୍ଭ କରି 2026 ମସିହା ପର୍ଯ୍ୟନ୍ତ ଓଡ଼ିଶାବାସୀ ଅନେକ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିଛନ୍ତି। ତେବେ କୌଣସି ବାତ୍ୟା କିମ୍ବା ପ୍ରାକୃତିକ ବିପର୍ଯ୍ୟୟ କେନ୍ଦୁଝର ଜିଲ୍ଲାବାସୀଙ୍କୁ ବିଶେଷ ପ୍ରଭାବିତ କରିପାରିନାହିଁ। ମାତ୍ର ଚଳିତ ବର୍ଷ ଜିଲ୍ଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳୁଥିବା ବେଳେ ଚଳିତ ବର୍ଷ ସବୁଠାରୁ ଅଧିକ ଜନଜୀବନ କ୍ଷୟକ୍ଷତି ହେଉଥିବା ପରିଲକ୍ଷିତ ହେଉଛି। ତେବେ ଜଳବାୟୁର ଆକସ୍ମିକ ପରିବର୍ତ୍ତନ ଏହାର ମୁଖ୍ୟ କାରଣ ବୋଲି କୁହାଯାଉଛି। ତେବେ ଏପରି ଜଳବାୟୁ ପରିବର୍ତ୍ତନର କାରଣ ବିଷୟରେ ଆସନ୍ତୁ ନଜର ପକାଇବା। ଦେଖିବାକୁ ଗଲେ କେନ୍ଦୁଝର ଜିଲ୍ଲା କେବଳ ମୂଲ୍ୟବାନ ଖଣିଜ ସମ୍ପଦରେ ପରିପୂର୍ଣ୍ଣ ତାହା ନୁହେଁ, ବଣ ଜଙ୍ଗଲରେ ମଧ୍ୟ ପରିପୂର୍ଣ୍ଣ। ତେବେ ଖଣି ଓ ଶିଳ୍ପ ପ୍ରଭାବରେ ଦ୍ରୁତ ଗତିରେ ଜଙ୍ଗଲ କ୍ଷୟ ଜଳବାୟୁ ପରିବର୍ତ୍ତନର ମୁଖ୍ୟ କାରଣ ବୋଲି ମତ ପ୍ରକାଶ ପାଉଛି। କିଛି ବର୍ଷ ମଧ୍ୟରେ କେନ୍ଦୁଝର ଜିଲ୍ଲା ତଥା ଯୋଡ଼ାବଡ଼ବିଲ ଅଞ୍ଚଳରେ ଅନେକ କଳକାରଖାନା ଗଢ଼ି ଉଠିବା ଓ ଯାନବାହନ ସଂଖ୍ୟା ବୃଦ୍ଧି ଯୋଗୁଁ ବାୟୁ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି। ମାତ୍ରାଧିକ ପରିମାଣରେ ଗଭୀର ନଳକୂପ ଖନନ ଦ୍ୱାରା ଭୂତଳ ଜଳସ୍ତର ହ୍ରାସ ପାଉଥିବା ପରିଲକ୍ଷିତ ହେଉଛି। ଏହାର ପ୍ରଭାବରେ ଅନେକ ଚିରସ୍ରୋତା ନାଳ ଓ ଝରଣା ମଧ୍ୟ ଲୋପ ପାଇବାରେ ଲାଗିଲାଣି। ଏହିସବୁ କାରଣ ଜଳବାୟୁ ପରିବର୍ତ୍ତନର ମୁଖ୍ୟ କାରଣ ବୋଲି ମତ ପ୍ରକାଶ ପାଉଛି। ତେଣୁ ସେଥିପ୍ରତି ଦୃଷ୍ଟି ଦିଆନଗଲେ ଆଗାମୀ ଦିନରେ ପରିସ୍ଥିତି ଆହୁରି ଭୟଙ୍କର ହୋଇପାରେ ବୋଲି ପୂର୍ବାନୁମାନ କରାଯାଉଛି।